ପିଲାମାନେ ୱେଲକମ୍ ଟୁ ଆୱାର ଚ୍ୟାନେଲ୍ ପାଠ ଟାଇମ୍କୁ। ଆଉ ଏ ପାଠ ଟାଇମ୍ ଚ୍ୟାନେଲ୍ ଆମେ କ'ଣ ପଢ଼ୁଛେ? ଆମେ ପଢ଼ୁଛେ ହିଷ୍ଟ୍ରି। ଆଉ ହିଷ୍ଟ୍ରିର ଆମର ଟପିକ୍ ହେଉଛି ଡିଭିଜନ୍ ଅଫ୍ ହିଷ୍ଟ୍ରି। ହିଷ୍ଟ୍ରିକୁ କେତେ ଭାଗରେ କ'ଣ କ'ଣ ଡିଭିଜନ୍ କରାଯାଇଛି ଏବଂ ସେ ଡିଭିଜନ୍ ଗୁଡ଼ାକର ମହତ୍ତ୍ୱ କ'ଣ, ସେ ବିଷୟରେ ଆଜି ଆମେ ଡିସ୍କସନ୍ କରିବା। ଓକେ, ତେଣୁ ପ୍ରଥମେ ଆମେ ଜାଣିଥିଲେ ଯେ ହିଷ୍ଟ୍ରିକୁ 3 ଭାଗରେ ବିଭକ୍ତ କରାଯାଇଛି। ଓକେ, କ'ଣ କ'ଣ? ଏନ୍ସିଏଣ୍ଟ ହିଷ୍ଟ୍ରି, ମେଡିଆଭାଲ୍ ହିଷ୍ଟ୍ରି ଆଉ ମଡ଼ର୍ଣ୍ଣ ହିଷ୍ଟ୍ରି। ଏନ୍ସିଏଣ୍ଟ ହେଉଛି କ'ଣ? ଏନ୍ସିଏଣ୍ଟ ହେଉଛି ପୁରାତନ, ମେଡିଆଭାଲ୍ ହେଉଛି ମଧ୍ୟକାଳୀନ ଆଉ ମଡ଼ର୍ଣ୍ଣ ହେଉଛି ନୂତନ। ଓକେ, ତାହେଲେ ଆମେ କ'ଣ ଜାଣିଲେ? ହିଷ୍ଟ୍ରିକୁ 3 ଭାଗରେ ହେଇଥିଲା, ଏନ୍ସିଏଣ୍ଟ, ମେଡିଆଭାଲ୍ ଆଉ ମଡ଼ର୍ଣ୍ଣ। ଓକେ, ଫାର୍ଷ୍ଟ ଆମେ ଏଥର ପଢ଼ିବା ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି। ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରିଟା କ'ଣ? ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ହେଉଛି ପୁରାତନ ଇତିହାସ। ଓକେ, ପୁରାତନ ଇତିହାସର କୁ କେତେ ଭାଗରେ ବିଭକ୍ତ କରାଯାଇଛି? ପୁରାତନ ଇତିହାସକୁ ଆମର 8 ଭାଗରେ ବିଭକ୍ତ କରାଯାଇଛି। ଆଉ ସେ 8 ଭାଗରେ କାହିଁକି କରାଯାଇଛି? କାରଣ ଏନ୍ସିଏଣ୍ଟ ହିଷ୍ଟ୍ରି ଗୋଟେ ଟପିକ୍କୁ ଯେତେ ଡିଭାଇଡ଼ କରିକି ପଢ଼ିବ ତାର ଭ୍ୟାଲୁ ସେତେ ତୁମେ ଗେନ୍ କରିପାରିବ। ତେଣୁ ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ଯେଉଁଟାକି ଆମର ଟାଇମ୍ ପିରିୟଡ଼ କେତେ କେତେ? ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରିର ଟାଇମ୍ ପିରିୟଡ଼ ହେଉଛି ବିଗିନିଂ ମାନେ ଷ୍ଟାର୍ଟିଂରୁ, ବିଗିନିଂ ଟୁ କେତେ? ବିଗିନିଂ ଟୁ 647 AD। ଏଇଟା ଆମେ ଗଲା ଟପିକ୍ରେ ପଢ଼ିଥିଲେ। ବିଗିନିଂ ଟୁ 447 AD, ଯେଉଁଟାକି ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଟାଇମ୍ଟା, ସେଇଟାକୁ କୁହାଗଲା ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି। ଓକେ, ସେଇ ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ଯେଉଁ 8 ପ୍ରକାର ରହିଛି ସେଗୁଡ଼ା କ'ଣ କ'ଣ, ସେ ବିଷୟ ଉପରେ ଟିକେ ଡିସ୍କସ୍ କରିବା। ଦେଖ, ପ୍ରଥମେ ହେଉଛି ପ୍ରି ହିଷ୍ଟୋରିକ୍ ପିରିୟଡ଼। ଓକେ, 1 ନମ୍ବର ତାହେଲେ କ'ଣ? ପ୍ରି ହିଷ୍ଟୋରିକ୍ ପିରିୟଡ଼। ଓକେ, ସେ ପ୍ରି ହିଷ୍ଟୋରିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ତାର ଟାଇମ୍ ପିରିୟଡ଼ ହେଉଛି 30 ଲକ୍ଷ BC ଠୁ 600 BC। ଓକେ, ତାହେଲେ ପ୍ରି ହିଷ୍ଟ୍ରି ପିରିୟଡ଼ ହେଉଛି ପ୍ରଥମ ଯାହାର ଟାଇମ୍ ପିରିୟଡ଼ ହେଉଛି 30 ଲକ୍ଷ BC ରୁ 600 BC। ମନେ ନେବ ସମସ୍ତଙ୍କର। ତାହେଲେ ପ୍ରି ହିଷ୍ଟ୍ରି ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ସେକେଣ୍ଡ ଯେଉଁଟା ଆମର ଆସିବ, ଇଏ ଗଲା ଆମର ଫାଷ୍ଟ। ଓକେ, ତାପରେ ସେକେଣ୍ଡ ହେଲା ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଟାଇମ୍ ପିରିୟଡ଼ କେତେ? ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଓକେ, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ମାନେ ଭାରତର ଯେଉଁ ସିନ୍ଧୁ ନଦୀ ଯେଉଁ ବହିଯାଇଛି ତାର ଉପତ୍ୟକାରେ ଯେଉଁ ଗଢ଼ି ଉଠିଥିଲା ସହର, ଯେଉଁ ସିଭିଲାଇଜେସନ୍ ଗଢ଼ି ଉଠିଥିଲା, ସେଇ ସିଭିଲାଇଜେସନ୍ ବିଷୟର ହେଉଛି ଆମର ସେକେଣ୍ଡ ବିଷୟ। ଓକେ, ତା ଟାଇମ୍ ପିରିୟଡ଼ କେତେ? ତା ଟାଇମ୍ ପିରିୟଡ଼ ହେଉଛି 2500 BC ଠୁ 1750 BC। ଓକେ, ମନେ ରହିବ। ତାହେଲେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଟାଇମ୍ ପିରିୟଡ଼ କେବେ? 2500 BC ରୁ 1700 BC। ଓକେ, ଏଇଟା ହେଉଛି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଚିତ୍ର, ଯେଉଁଟାକି ସିନ୍ଧୁ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା। ହରପ୍ପା, ମହେଞ୍ଜୋଦାରୋ ଶୁଣିଥିବ, ସେଇ ସବୁ ହେଉଛି ଏଇଟା। ଓକେ, ତାପରେ ଥାର୍ଡ଼ରେ ଆମର କ'ଣ ପଡ଼ିବ? ଥାର୍ଡ଼ରେ ଆମେ ପଢ଼ିବା ବେଦିକ୍ ପିରିୟଡ଼। ବେଦିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ବେଦିକ୍ ପିରିୟଡ଼। ଓକେ, ବେଦିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ବେଦିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ ହେଉଛି 1500 BC ରୁ 600 BC। ଓକେ, ତାହେଲେ ବେଦିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ବେଦିକ୍ ପିରିୟଡ଼ର ଟାଇମ୍ ପିରିୟଡ଼ ହେଉଛି, ବେଦିକ୍ ପିରିୟଡ଼ଟା ଗଲା, ତା ଟାଇମ୍ ପିରିୟଡ଼ ହେଉଛି 1500 BC ରୁ 600 BC। ଓକେ, ମନେ ନେବ ସମସ୍ତଙ୍କର। ତାପରେ ଫୋର୍ଥ ଆମର କ'ଣ? ମହାଜନପଦ ପିରିୟଡ଼। ଓକେ, ଫୋର୍ଥ ଆମର ଆସିଲା ମହାଜନପଦ ପିରିୟଡ଼। ଓକେ, ମହାଜନପଦ ପିରିୟଡ଼। ମହାଜନପଦ ପିରିୟଡ଼ର ଟାଇମ୍ କେତେ? ମହାଜନପଦ ହେଉଛି 600 BC ରୁ 322 BC। ଓକେ, ମହାଜନପଦ ହେଉଛି କ'ଣ? ମହାଜନପଦ ହେଉଛି ସେଇ ଟାଇମ୍ ପିରିୟଡ଼ ଯେଉଁ ଟାଇମ୍ରେ କି କ'ଣ କି ଭାରତର
ବିଭିନ୍ନ ସ୍ଥାନରେ ବଡ଼ ବଡ଼ ସହରମାନ ଗଢ଼ି ଉଠିଥିଲା। ବଡ଼ ବଡ଼ ସହରମାନ ଗଢ଼ି ଉଠିଥିଲା। ଯେମିତି ଦେଖ, ଯେମିତି ଏଠି ଅଛି ଦେଖ, ମଗଧ, ଅଙ୍ଗ, ଭିଜି, ମଲ୍ଲ, କାଶୀ। ମଗଧ ହେଉଛି କୋଉଟା? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଯୋଉଠି ଜନ୍ମଗ୍ରହଣ କରିଥିଲେ ଯେଉଁ ଅଞ୍ଚଳ। ଏପଟେ କମ୍ବୋଜ, ଗାନ୍ଧାର। ଗାନ୍ଧାର ଯୋଉଟା ଆମର ମହାଭାରତର ଯୋଉ ଗ୍ରନ୍ଥରେ ସେ ତାର ମେନସନ୍ ଅଛି। କୁରୁ, ପାଞ୍ଚାଳ, ଓକେ, ଅବନ୍ତୀ, ବସ୍ତଚ୍ଛେଦୀ, ଅଶ୍ମକ, ସୁରସେନ, କୋଶଳ, ଓକେ, ଏଇସବୁ ମହାଜନପଦ। ଓକେ, ତେଣୁ ମହାଜନପଦ ପିରିୟଡ଼ କେତେ? 600 BC-ରୁ 322 BC। ଓକେ, ଏଇଟା ଆମେ କ'ଣ ଥିଲା? ଏଇଟା ଆମର 4 ନମ୍ବର ଥିଲା। ଓକେ, ତାପରେ 5 ନମ୍ବର ଆମେ କ'ଣ ପଢ଼ିବା? 5 ନମ୍ବର ହେଉଛି ମୌରିଆନ୍ ପିରିୟଡ଼। ମୌରିଆନ୍ ପିରିୟଡ଼। ମୌରିଆନ୍ ପିରିୟଡ଼ କ'ଣ? ମୌର୍ଯ୍ୟ ରାଜା, ମୌର୍ଯ୍ୟ ବଂଶର ରାଜାମାନେ ଯେଉଁ ଟାଇମ୍ରେ ଶାସନ କରିଥିଲେ ସେଇଟା କୁହାଗଲା ମୌରିଆନ୍ ପିରିୟଡ଼। ମୌରିଆନ୍ ପିରିୟଡ଼ ଟାଇମ୍ ପିରିୟଡ଼ କେତେ? 322 BC-ରୁ 185 BC। ଓକେ, ମନେ ନେବ ସମସ୍ତଙ୍କର 322 BC-ରୁ 185 BC। ଏଇ ଟାଇମ୍ରେ କ'ଣ ହେଇଥିଲା କି? ଏଇ ଟାଇମ୍ରେ ବଡ଼ ବଡ଼ ମୌର୍ଯ୍ୟ ସାମ୍ରାଜ୍ୟର ଯେଉଁ ରାଜାମାନେ ସବୁ ଥିଲେ, ବିଶେଷ କରି ଚନ୍ଦ୍ରଗୁପ୍ତ, ଅଶୋକ, ଓକେ, ବିନ୍ଦୁସାର, ଏମାନେ ସବୁ ଶାସନ କରିଥିଲେ ଭାରତକୁ। ଓକେ, 6ରେ ଆମେ ପଢ଼ିବା ପୋଷ୍ଟ ମୌର୍ଯ୍ୟ ପିରିୟଡ଼, ମାନେ ମୌର୍ଯ୍ୟ ସାମ୍ରାଜ୍ୟର ପରବର୍ତ୍ତୀ ଟାଇମ୍, ପୋଷ୍ଟ ମୌର୍ଯ୍ୟ ପିରିୟଡ଼। ଓକେ, ପୋଷ୍ଟ ମୌରିଆନ୍ ପିରିୟଡ଼ର ଟାଇମ୍ ପିରିୟଡ଼ କେତେ? ପୋଷ୍ଟ ମୌରିଆନ୍ ପିରିୟଡ଼ର ଟାଇମ୍ ପିରିୟଡ଼ ହେଉଛି 185 BC-ଠୁ 319 AD। ଏଇଠି ଚେଞ୍ଜ ହେଉଛି। BC ବିଫୋର ଖ୍ରୀଷ୍ଟ ବା ବିଫୋର କମନ୍ ଏରା, ଆର୍ AD ହେଉଛି ଏନୋ ଡୋମିନି, ଯେଉଁଟାକି ଖ୍ରୀଷ୍ଟ ଜନ୍ମର ପରବର୍ତ୍ତୀ ଟାଇମ୍। ଓକେ, 319 এই ଟାଇମ୍ ପିରିୟଡ଼ଟା ସମସ୍ତେ ମନେ ରଖୁଥିବ, ଏଗୁଡ଼ା ଇମ୍ପୋର୍ଟାଣ୍ଟ ଅଛି। ଓକେ, 185 BC-ରୁ 319 AD। ଏଇଟା ହେଉଛି ପୋଷ୍ଟ ମୌରିଆନ୍, ମାନେ ମୌର୍ଯ୍ୟଙ୍କ ପରବର୍ତ୍ତୀ ଟାଇମ୍। ସେ ଟାଇମ୍ରେ କ'ଣ ହେଇଥିଲା? ସେ ଟାଇମ୍ରେ ମୌର୍ଯ୍ୟ ମାନେ ଯେଉଁ ବହୁତ ବଡ଼ ସାମ୍ରାଜ୍ୟ ବନେଇ ଦେଇଥିଲେ। ଏଇଟା ଦେଖ, ଏଇଟା ହେଉଛି ମୌର୍ଯ୍ୟ ସାମ୍ରାଜ୍ୟ। କେତେ ବଡ଼ ଥିଲା? ପୁରା ଇଣ୍ଡିଆକୁ, ପ୍ରାୟ ଇଣ୍ଡିଆକୁ କଭର କରି ରହିଥିଲା। କିନ୍ତୁ ମୌର୍ଯ୍ୟମାନଙ୍କ ପତନ ପରେ ସେ କ'ଣ, ଇଣ୍ଡିଆ ଏମିତି ବହୁତ ଭାଗରେ ବିଭକ୍ତ ହେଇଯାଇଥିଲା। ମଗଧରେ କିଛି ରାଜା ଶାସନ କଲେ, ସାତବାହନ ମାନେ ତଳେ ଶାସନ କଲେ। ଓକେ, ତାପରେ ଓଡ଼ିଶାର ଯେଉଁ ପୂର୍ବ ଭାଗ, ଓଡ଼ିଶାରେ ବିଶେଷ କରି ଛେଦି ବଂଶର ରାଜା ଆମର ଐର ଖାରବେଳ ଶାସନ କଲେ। ଓକେ, ଏଇଟା ସବୁ ହେଉଛି ପୋଷ୍ଟ ମୌର୍ଯ୍ୟ ଟାଇମ୍ରେ। ମନେ ରହିଲା ସମସ୍ତଙ୍କର? ପୋଷ୍ଟ ମୌର୍ଯ୍ୟ ଟାଇମ୍ର ପିରିୟଡ଼ ହେଉଛି 185 BC-ରୁ 319 AD। 6 ନମ୍ବର ଗଲା। ଆମର ଯେଉଁ ଖାରବେଳ ଯେଉଁ ଶାସନ କରିଥିଲେ, ଓକେ, ଆମର ଯେଉଁ ଖାରବେଳ ଯେଉଁ ରାଜା ଥିଲେ, ସେ ଯେଉଁ ଶାସନ କରିଥିଲେ, ତାଙ୍କ ଟାଇମ୍ ପିରିୟଡ଼ ହେଉଛି ଏଇ ପୋଷ୍ଟ ମୌରିଆନ୍ ଟାଇମ୍ ପିରିୟଡ଼। ଓକେ, ଓଡ଼ିଶାରେ ସେ ଥିଲେ ଛେଦି ବଂଶର ରାଜା, ଛେଦି ବଂଶର ତୃତୀୟ ରାଜା। ଓକେ, ମନେ ରହିବ, ଛେଦି ବଂଶର ତୃତୀୟ ରାଜା ଥିଲେ ଖାରବେଳ। ଓକେ, ତାପରେ ପଢ଼ିବା, ତାପରେ କ'ଣ ଥିଲା? ତାପରେ ଆସିଲେ ଗୁପ୍ତ ମାନେ। ଓକେ, ଏଇଟା ହେଉଛି 7 ନମ୍ବର। ଗୁପ୍ତ ମାନେ ଆସିଲେ। ଗୁପ୍ତ ପିରିୟଡ଼ ତାକୁ କୁହାଗଲା। ଓକେ, ଗୁପ୍ତ ପିରିୟଡ଼ କୁହାଗଲା। ଗୁପ୍ତ ପିରିୟଡ଼ଙ୍କ ଟାଇମ୍ କେତେ? କୋଉ ଟାଇମ୍ ପିରିୟଡ଼ ଭିତରେ ସେ ଶାସନ କଲେ? ସେ 319 AD-ରୁ 550 AD ପର୍ଯ୍ୟନ୍ତ ସିଏ ଶାସନ କଲେ। 319, ଯେଉଁଟାକି ଆମର ପୋଷ୍ଟ ମୌର୍ଯ୍ୟ ସରିଲା। ଓକେ, ପୋଷ୍ଟ ମୌର୍ଯ୍ୟ ସରିବାରୁ ବର୍ଦ୍ଧନ ଯେଉଁ ପୋଷ୍ଟ ଗୁପ୍ତ ଟାଇମ୍ ପିରିୟଡ଼ ପର୍ଯ୍ୟନ୍ତ ସେମାନେ ଶାସନ କରିଥିଲେ। ଓକେ,
ଗୁପ୍ତମାନେ ଗୁପ୍ତ ବଂଶର ବଡ଼ ବଡ଼ ରାଜା କିଏ କିଏ ଥିଲେ? ଗୁପ୍ତ ବଂଶର ରାଜା ହେଉଛି ଚନ୍ଦ୍ରଗୁପ୍ତ ପ୍ରଥମ, ସମୁଦ୍ରଗୁପ୍ତ ଯାହାକୁ କୁହାଯାଏ ନେପୋଲିଅନ୍ ଅଫ୍ ଇଣ୍ଡିଆ, ସମୁଦ୍ରଗୁପ୍ତ ତାଙ୍କୁ କୁହାଯାଏ କ'ଣ? ନେପୋଲିଅନ୍ ଅଫ୍ ଇଣ୍ଡିଆ। ନେପୋଲିଅନ୍ କାହିଁ କୁହାଯାଏ? କାରଣ ନେପୋଲିଅନ୍ ଯେମିତି ୟୁରୋପରେ ବିଭିନ୍ନ ଦେଶକୁ ଯେଉଁ ଦେଶକୁ ଯାଇଥିଲେ ସବୁ ପ୍ରାୟ ଦେଶକୁ ଜୟ କରି ଯାଇଥିଲେ, ଜୟ କରି ସବୁକୁ ଏକାଠି କରିନେଇଥିଲେ, ସେମିତି ସମୁଦ୍ରଗୁପ୍ତ ବି ଇଣ୍ଡିଆର ପ୍ରାୟ ଯୋଉଠି ଯାଇଥିଲେ ସବୁ ଇଏକୁ ଯୁଦ୍ଧ କରିକି ଜିତି ଯାଇଥିଲେ। ଓକେ, ତେଣୁ ବହୁତ ବଡ଼ ସାମ୍ରାଜ୍ୟ ସେ ସମୟରେ ଗୁପ୍ତ ଡାଇନେଷ୍ଟି ପାଇଁ ବନେଇ ଦେଇଥିଲେ ହେଲା। ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ଚନ୍ଦ୍ରଗୁପ୍ତ ଦ୍ୱିତୀୟ, ସ୍କନ୍ଦଗୁପ୍ତ, ଯେଉଁମାନେ କି ବିଭିନ୍ନ ବୁଦ୍ଧିଷ୍ଟ ମନେଷ୍ଟ୍ରି ମାନ ତିଆରି କରିଥିଲେ, ବିଭିନ୍ନ ବୁଦ୍ଧିଷ୍ଟ ୟୁନିଭର୍ସିଟି ମାନ ତିଆରି କରିଥିଲେ। ୟୁନିଭର୍ସିଟି ଯେମିତି ନାଳନ୍ଦା, ତକ୍ଷଶିଳା, ଓକେ, ବିକ୍ରମଶିଳା, ଏଇସବୁ ୟୁନିଭର୍ସିଟି ସେ ସମୟରେ ବନେଇଥିଲେ। ଓକେ, ସମୁଦ୍ରଗୁପ୍ତ ଥିଲେ ଏଇ ଟାଇମ୍ର ଜଣେ ରାଜା। ଓକେ, ତାପରେ ଆମେ ପଢ଼ିବା। ଦେଖ ଗୁପ୍ତ ପିରିୟଡ଼ଟା କେତେ ବଡ଼ ଏରିଆକୁ ସେମାନେ କଭର କରିନେଇଥିଲେ। ଏଇଟା ଦେଖ କେତେ ବଡ଼ ଏରିଆଟା। ଏଇଟା ଯଦି ଇଣ୍ଡିଆର ପ୍ରାୟ ନର୍ଦର୍ନ ଇଣ୍ଡିଆଟାକୁ ସେମାନେ କଭର କରିନେଇଥିଲେ। ଓକେ, ସାଉଦର୍ନ ଇଣ୍ଡିଆ ବି ସେମାନେ କ୍ୟାପଚର କରିନଥିଲେ, କିନ୍ତୁ ସାଉଦର୍ନ ଇଣ୍ଡିଆକୁ ଜୟ କରିଥିଲେ କିନ୍ତୁ କ୍ୟାପଚର କରିନଥିଲେ ସେ ଟାଇମ୍ରେ ଏତେ। ଓକେ, ସମୁଦ୍ରଗୁପ୍ତ ସାଉଥ ଇଣ୍ଡିଆକୁ ବି ଜୟ କରିଥିଲେ। ଓକେ, ସରିଲା ଗୁପ୍ତ ପିରିୟଡ଼। ତାପରେ ପଢ଼ିବା ଆମେ କ'ଣ? ପୋଷ୍ଟ ଗୁପ୍ତ ପିରିୟଡ଼। ଏଇଟା ହେଉଛି ଆମର 8 ନମ୍ବର। ଓକେ, ଏଇଟା ଥିଲା 7 ନମ୍ବର, ଏଇଟା ହେଉଛି ଆମର 8 ନମ୍ବର। 8 ନମ୍ବର କ'ଣ? 8 ନମ୍ବର ହେଉଛି ପୋଷ୍ଟ ଗୁପ୍ତ ପିରିୟଡ଼। ଓକେ, ପୋଷ୍ଟ ଗୁପ୍ତ ପିରିୟଡ଼ କୁହାଯାଏ ବା ବର୍ଦ୍ଧନ ଡାଇନେଷ୍ଟି, ବର୍ଦ୍ଧନ ପିରିୟଡ଼। ଓକେ, ବର୍ଦ୍ଧନ କାହିଁକି ନା ସେ ସମୟରେ ସମୁଦ୍ରଗୁପ୍ତ ହର୍ଷବର୍ଦ୍ଧନ ଯେଉଁ ରାଜା ଥିଲେ ସିଏ ଏମିତି ଇଣ୍ଡିଆଟାକୁ ଏତିକି ବଡ଼ ହିସାବରେ କ୍ୟାପଚର କରିନେଇଥିଲେ। ପୂର୍ବରୁ ବଙ୍ଗାଳଠାରୁ ପଶ୍ଚିମରେ ଗୁଜରାଟ ପର୍ଯ୍ୟନ୍ତ, ଉତ୍ତରରେ କାଶ୍ମୀର ପାଖାପାଖିରୁ ତଳ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଅଞ୍ଚଳକୁ ସେ କ୍ୟାପଚର କରିନେଇଥିଲେ। ଓକେ, ତାଙ୍କ ଟାଇମ୍ ପିରିୟଡ଼ଟା କେତେରୁ କେତେ ନା 550 ADରୁ 647 AD। ଓକେ, 550 ADରୁ 647 AD। 647 ADରେ କ'ଣ କରିଥିଲେ ନା ହର୍ଷବର୍ଦ୍ଧନଙ୍କର ଡେଥ୍ ହେଇଯାଇଥିଲା। କିଏ ରାଜା? ରାଜା ହେଉଛନ୍ତି ହର୍ଷବର୍ଦ୍ଧନ। ଓକେ, 647ରେ ଡାଏ କରିଯାଇଥିଲେ ଆଉ ସେଇଠୁ ଏଣ୍ଡ ହେଇଥିଲା ଏନସିଏଣ୍ଟ ଇଣ୍ଡିଆ, ଏନସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ସେଇଠି ଏଣ୍ଡ ହେଇଥିଲା। ଓକେ, ହର୍ଷବର୍ଦ୍ଧନଙ୍କ ପରେ ଏନସିଏଣ୍ଟ ଇଣ୍ଡିଆ ସରିଯାଇଥିଲା, ତା ପରଠୁ ମେଡ଼ିଆଭାଲ ଇଣ୍ଡିଆ ଷ୍ଟାର୍ଟ ହେଇଥିଲା। ଓକେ, ତାହେଲେ ଆଜି ଆମେ କ'ଣ କ'ଣ ପଢ଼ିଲେ? ଆମେ ପଢ଼ିଲେ ପ୍ରଥମେ ହିଷ୍ଟ୍ରିର ଡିଭିଜନ୍ ଅଫ୍ ହିଷ୍ଟ୍ରିକୁ କେମିତି କ'ଣ ଭାଗ କରାଯାଇଛି, ଏନସିଏଣ୍ଟ, ମେଡ଼ିଆଭାଲ ଆଉ ମଡ଼ର୍ଣ୍ଣ। ଏନସିଏଣ୍ଟ, ମେଡ଼ିଆଭାଲ ଆଉ ମଡ଼ର୍ଣ୍ଣ, ଏଇଟା ହେଉଛି ଏନସିଏଣ୍ଟ। ଆମେ ଡିସ୍କସନ୍ କରୁଛେ ଏନସିଏଣ୍ଟ ଉପରେ। ଓକେ, ଏନସିଏଣ୍ଟକୁ କ'ଣ କେତେଟା ଭାଗ କରାଯାଇଛି ଦେଖ। ଏନସିଏଣ୍ଟର 1 ନମ୍ବର ହେଉଛି ଏନସିଏଣ୍ଟ ଇଣ୍ଡିଆ। କେବେଠୁ ବିଗିନିଂରୁ 647 AD ପର୍ଯ୍ୟନ୍ତ ଟାଇମ୍ ପିରିୟଡ଼କୁ କୁହାଗଲା। ବିଗିନିଂରୁ 647 AD ପର୍ଯ୍ୟନ୍ତ ଟାଇମ୍ ପିରିୟଡ଼କୁ କୁହାଗଲା ଏନସିଏଣ୍ଟ ପିରିୟଡ଼। ଓକେ, ତାକୁ କେତେ ଭାଗରେ ବିଭକ୍ତ କରାଯାଇଛି? 8ଟି ଭାଗରେ ବିଭକ୍ତ କରାଯାଇଛି। କ'ଣ? ପ୍ରଥମ ହେଉଛି ପ୍ରି ହିଷ୍ଟ୍ରି। ପ୍ରି ହିଷ୍ଟ୍ରିର ବି ଆହୁରି ବହୁତ ଡିଟେଲ କରି ପଢ଼ିବା ଆଗ ଚାପ୍ଟରରେ। କ'ଣ ଅଛି ପ୍ରି ହିଷ୍ଟ୍ରିରେ? ପେଲିଓଲିଥିକ୍, ନିଓଲିଥିକ୍, ମେଟାଲିଥିକ୍, ମେସୋଲିଥିକ୍, ଏସବୁ ପିରିୟଡ଼ ଅଛି। ଓକେ, ସେଇ ସବୁ ଟୋଟାଲ ପିରିୟଡ଼ ଟାଇମ୍ ପିରିୟଡ଼ କେତେ? এটা ହେଉଛି 3 ଲକ୍ଷ BCରୁ 600 BC। ଓକେ, ସେକେଣ୍ଡ ହେଉଛି ବେଦିକ ସିଭିଲାଇଜେସନ୍। ବେଦିକ ସିଭିଲାଇଜେସନ୍ ହେଉଛି 2500ରୁ 1750 BC। ଓକେ, ସରି, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍। ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଟାଇମ୍ ପିରିୟଡ଼ ହେଉଛି 2500 BCରୁ 1750 BC। ସିନ୍ଧୁ ନଦୀ ଉପତ୍ୟକାରେ ଗଢ଼ି ଉଠିଥିବା ସହରମାନ ଯେମିତି ହରପ୍ପା, ମହେଞ୍ଜୋଦାର। ଓକେ, ହରପ୍ପା ଆଉ ମହେଞ୍ଜୋଦାର। ଥାର୍ଡଟା ହେଉଛି ବେଦିକ ସିଭିଲାଇଜେସନ୍, ଯେଉଁ ଟାଇମ୍ରେ କି ବେଦ, ବ୍ରାହ୍ମଣ, ଅରଣ୍ୟକ, ଉପନିଷଦ ଆଦି ରଚନା କରାଯାଇଥିଲା। ଓକେ, ବେଦିକ ସିଭିଲାଇଜେସନ୍ ତା ଟାଇମ୍ ପିରିୟଡ଼ ହେଉଛି 1500ରୁ 600 BC। ଓକେ, ଚାରିରେ ପଡ଼ିଲେ ମହାଜନପଦ। ମହାଜନପଦ ହେଉଛି କ'ଣ? ମାନେ ବଡ଼ ବଡ଼ ସହର, ବଡ଼ ବଡ଼ ସିଟି ମାନ ଗଢ଼ି ଉଠିଲା ଭାରତରେ। କେତେ ଟାଇମ୍ ପିରିୟଡ଼? ଟାଇମ୍ ପିରିୟଡ଼ ହେଉଛି 600ରୁ 322 BC। ଓକେ, 600 BCରୁ 322 BC। ବିଭିନ୍ନ ଇଏ ମାନେ କ'ଣ? ଅଙ୍ଗ, ମଗଧ, ଭିଜି, ମଲ୍ଲ, କାଶୀ କୌଶଳ, ଓକେ, ପାଞ୍ଚାଳ, କୁରୁ, ସୁରସେନ, କମ୍ବୋଜ ଆଦି 16 ପ୍ରକାର ଜନପଦ ଗଢ଼ି ଉଠିଥିଲା।
ओके तेणु 16 प्रकार बड़ जनपद गुड़ी गुड़ी था आहरी बहुत किसी कि बड़ बड़ था 16टी महाजनपद तेणु तुम कहुए ओके तापर 5 नंबर आसिले कौन मौर्यन पीरियड टाइम पीरियड हूँ 322 रु 185 बीसी ओके मौर्य साम्राज्य बड़ बड़ राजा जमी चंद्रगुप्त मौर्य अशोक बिंदुसार एमती सब बड़ बड़ राजा चाणक्य चाणक्य से टाइम गुरु थे ओके ये अशोक ये हूँ चंद्रगुप्त मौर्य ओके ये हूँ बिंदुसार ओके से पूरा केमती कैप्चर करते केत बड़ एरिया को ओके तापर 6 नंबर आम पढ़ला पोस्ट मौर्य पीरियड जमी मौर्य मैंने कर साम्राज्य डिवाइड होगा डिवाइड है केमती शुंग मैंने शासन करते कान्व मैंने शासन करते महामेघ बाहन जमी महामेघ बाहन किए खारबेल आमर जो थे ओडिशा जो शासन करते ओके सातवाहन विभिन्न राजा मैंने शासन करते साउथ इंडिया रे ओके टाइम पीरियड था 185 रु 319 तापर गुप्त पीरियड रे समुद्रगुप्त चंद्रगुप्त प्रथम चंद्रगुप्त द्वितीय स्कंदगुप्त ये मैंने सब राजा होते ओके गुप्त पीरियड था 319 रु 550 ओके से समय बड़ बड़ बुद्धिस्ट मनिस्ट्री मान गढ़ा ओके तापर लास्ट 8 नंबर आसला कौन पोस्ट गुप्त पीरियड गुप्त पर पीरियड पोस्ट गुप्त कहला ओके से वर्धन पीरियड भी कहला कारण हर्षवर्धन से समय राजनीति करते नॉर्थर्न इंडिया रे ओके टाइम पीरियड था 550 647 ओके डेथ पर एनसिएंट इंडिया सरी जाइथिला ओके एनसिएंट इंडिया सरला एनसिएंट इंडिया रो द एंड होइथिला ओके तापर कार स्टार्ट हला मेडिया भाल इंडिया स्टार्ट होइथिला ओके केबे 600 सॉरी केबे केते टाइम पीरियड 647 एडी रे ओके जार किसी डाउट रहिला मेसेज करिए थैंक यू।